ଆପଣଙ୍କ ପେଟରେ ଚର୍ବି ଲାଗିଯାଇଛି ବହୁତ ଅଧିକ ଆଗକୁ ବାହାରି ପଡ଼ିଛି ତ ସକାଳର ଖାଇବାରେ ଆପଣ ପ୍ରୋଟିନ୍ ନିଶ୍ଚୟ ଖାଆନ୍ତୁ। ଯଦି ଆପଣଙ୍କର ସକାଳର ଖାଇବାରେ ପ୍ରୋଟିନ୍ ଅଧିକା ରହୁଛି ଏଥିରେ ଆପଣଙ୍କର ପେଟର ଚର୍ବି ଜଲ୍ଦି କଟେ। କେମିତି ଆଜିର ଭିଡ଼ିଓ ଆପଣ ପୁରା ଦେଖନ୍ତୁ, ଭଲ ଭାବରେ ବୁଝିପାରିବେ କେମିତି ଏଟା ହେଇପାରିବ। ତ ଷ୍ଟାର୍ଟ କରିବା ଆଜିର ଏ ଭିଡ଼ିଓ। ପ୍ରୋଟିନ୍ ଦ୍ୱାରା କେମିତି ଆପଣଙ୍କର ଚର୍ବି କଟେ ଏଇ କଥା ବୁଝିବା ପୂର୍ବରୁ ଆପଣ ଏଇଟା ଜାଣନ୍ତୁ ଯେ କାହିଁକି ସକାଳର ଖାଇବା ଅଧିକ ମହତ୍ତ୍ୱ ହେଉଛି ଆପଣଙ୍କର ଶରୀର ପାଇଁ। ଦେଖନ୍ତୁ, ରାତି ସାରା ଆପଣଙ୍କ ଶରୀର ରେଷ୍ଟ କଲା। ରେଷ୍ଟ କରିବା ଭିତରେ ଆପଣଙ୍କ ଶରୀରର କେତେକ ଏମିତି ଅଙ୍ଗ ପ୍ରତ୍ୟଙ୍ଗ ରହିଛି ସେ ସବୁ ବି ରେଷ୍ଟ କରୁଛି। ଆଉ ସେଥିରେ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ବି ଆସୁଛି। ରାତିରେ ଆପଣ ଯଦି 9ଟାରୁ 10ଟା ଭିତରେ ଖାଇ ଦଉଛନ୍ତି ତେବେ 2-3 ଘଣ୍ଟା କିମ୍ବା 4 ଘଣ୍ଟା ଭିତରେ ସେ ସବୁ ଖାଦ୍ୟ ହଜମ ହେଇଯାଏ। ବାକିର 4-5 ଘଣ୍ଟା ପୁରା ରେଷ୍ଟ କରୁଛି ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ। ଆଉ ଏମିତି ତ ମାନେ ନାହିଁ ଯେ ଆପଣ ସକାଳୁ ଉଠିବେ ଆଉ ଖାଇଦେବେ। ଆପଣ ସକାଳୁ 6ଟାରେ ଉଠୁଛନ୍ତି, ଖାଇବା ସମୟକୁ ଆପଣଙ୍କର 9ଟା-10ଟା ନିହାତି ହେଇଯାଉଥିବ। ଆଉ ଜଣେ ଜଣେ ବ୍ୟକ୍ତି ତ ଏମିତି ଅଛନ୍ତି ଯେଉଁମାନେ କି ଖାଇବି ବୋଲି 10ଟା-11ଟା ବଜିଛନ୍ତି। ତ ଯଦି ଆପଣ ଲେଟ୍ରେ ଖାଇବେ, ଲେଟ୍ରେ ଖାଇବାର ଅଲଗା ପ୍ରୋବ୍ଲେମ ରହିଛି। କିନ୍ତୁ ଯଦି ମନେ କରନ୍ତୁ ସକାଳୁ ଉଠିଲେ ଆପଣ 6ଟା ବେଳେ, ଗତ ରାତିରେ ଆପଣ ରାତି 9ଟା ବେଳେ ଖାଇଥିଲେ, ପୁଣି ସକାଳୁ ଉଠିକି 6ଟାରୁ ଆପଣ 9ଟା ପର୍ଯ୍ୟନ୍ତ ସେମିତି ଖାଲି ପେଟରେ ରହିଛନ୍ତି, 9ଟାରେ ପୁଣି ଖାଇଲେ। ଗତ ରାତିର 9ଟା ଆଉ ସକାଳର 9ଟା ଭିତରେ 12 ଘଣ୍ଟାର ଗ୍ୟାପ୍ ରହୁଛି। 4 ଘଣ୍ଟା ଆପଣଙ୍କର ଖାଦ୍ୟ ହଜମରେ ପଳେଇଗଲା ରାତିର ଖାଦ୍ୟ। ଆଉ ବାକିର ଯେଉଁ 8 ଘଣ୍ଟା ରହିଲା, ଏ 8 ଘଣ୍ଟା ପୁରା ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ରେଷ୍ଟରେ ରହିଲା। ସେଥିରେ କ'ଣ ହୁଏ, ଯାହା ଆପଣ ସକାଳେ ଖାଇଲେ, ମନେ କରନ୍ତୁ 9ଟା-10ଟାରେ ଆପଣ ନିଜର ସକାଳ ଖାଇବାଟାକୁ ଖାଇନେଲେ, ତ ଯାହା ବି ସେଥିରେ ଆପଣ ଖାଇବେ ବହୁତ ଶୀଘ୍ର ହଜମ ହେଇଯାଏ। କାରଣ ଯେହେତୁ ରାତି ସାରା ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମ ରେଷ୍ଟରେ ରହୁଛି, ତ ସେଥିପାଇଁ ଯେତେବେଳେ ଖାଦ୍ୟଟି ପଡ଼ିଗଲା ଆପଣଙ୍କ ପେଟ ଭିତରେ ଆପଣଙ୍କର ହଜମ ପ୍ରକ୍ରିୟା ଜଲ୍ଦି ଚାଲିବ। ତ ଏଥିରେ କ'ଣ ହୁଏ, ଠିକ୍ ଘଣ୍ଟାଏ 1.5 ଘଣ୍ଟା ପରେ ଆପଣଙ୍କୁ ପୁଣି ଭୋକ ଲାଗେ। ତ ଭୋକ ଲାଗିଲେ ଯଦି ଆପଣ କିଛି ହେଲ୍ଦି ଖାଉଛନ୍ତି, କିଛି ଗୋଟେ କାକୁଡ଼ି ଖାଇଦେଲେ, ଗୋଟେ ସେଉ ଖାଇଦେଲେ, ଗୋଟେ କମଳା ଖାଇଦେଲେ, ତ ସେଇଟା ହେଲ୍ଦି ଖାଦ୍ୟ ଆପଣଙ୍କ ଶରୀରକୁ ମିଳିଲା। କିନ୍ତୁ ଆପଣମାନେ ଯଦି ଅନ୍ୟ କିଛି ଅନହେଲ୍ଦି ଖାଦ୍ୟ ଖାଇଲେ, ମନେ କରନ୍ତୁ କିଛି ତେଲ ଭାଜି ଖାଇଲେ, ମନେ କରନ୍ତୁ କିଛି ନ ଖାଇକି ଆପଣ ଚା ଟିକେ ପିଇଦେଲେ, ତ ଏଥିରେ କ'ଣ ହୁଏ, ଆପଣଙ୍କ ପେଟ ଅଧିକ ଗରମ ହେଇଯାଏ, ଯେଉଁଥିରେ ଆପଣଙ୍କର ଗ୍ୟାସ୍ କିମ୍ବା ଏସିଡିଟିର ସମସ୍ୟା ହେଇଯାଏ। ଆଉ ଗୋଟିଏ କଥା ଆପଣ କ'ଣ ଜାଣିଛନ୍ତି ଫ୍ରେଣ୍ଡସ୍, ଯେତେବେଳେ ସକାଳର ଖାଇବା ଆପଣ ଖାଆନ୍ତି, ଆପଣଙ୍କ ଖାଦ୍ୟରେ ଯାହା ବି ରହୁଛି, ଆମେ ମୁଖ୍ୟତଃ ଖାଦ୍ୟରେ କ'ଣ ଖାଉଛୁ, ଭାତ କିମ୍ବା ରୁଟି ହେଉଛି ମୁଖ୍ୟ ଖାଦ୍ୟ। ତା ସହିତ କିଛି ପରିବା ଖାଇଲେ କିମ୍ବା ତା ସହିତ କିଛି ଆପଣ ଯଦି ଆମିଷ ଖାଉଛନ୍ତି, ସକାଳ ଖାଦ୍ୟରେ ଆପଣଙ୍କର ଡାଲି କି ଡାଲମା ବି ରହୁଛି। ଆପଣମାନେ ଯାହା ବି ଖାଆନ୍ତୁ ସେଥିରେ ଆପଣଙ୍କର ପ୍ରୋଟିନ୍ ବି ରହିଲା, ଫାଇବର ବି ରହିଲା, କ୍ୟାଲୋରି ବି ରହୁଛି। ଯାହା ବି ଆପଣ ଖାଇଲେ ସକାଳର ଖାଇବା ଖୁବ୍ ଶୀଘ୍ର ଆପଣଙ୍କ ଶରୀର ଅବଜର୍ଭ କରେ। ଆପଣ ଯାହା ବି ଖାଇଲେ ଜଲ୍ଦି ହଜମ ହେଲା, ସେ ସବୁର ନ୍ୟୁଟ୍ରିଏଣ୍ଟସ୍ ଆପଣଙ୍କ ଶରୀର ଅବଜର୍ଭ କଲା। ତ ଏଥିରୁ ଆପଣମାନେ ବୁଝିପାରୁଥିବେ ଯେ ସକାଳର ଖାଇବାର କେତେ ଅଧିକ ମହତ୍ତ୍ୱ ରହିଛି ଆମ ଶରୀର ପାଇଁ। ତ ସେଥିପାଇଁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ପେଟର ଚର୍ବି କଟୁ, ଆପଣଙ୍କୁ ପ୍ରୋଟିନ୍ ଖାଇବାକୁ ପଡ଼ିବ। ଏବେ ଏଥିରେ କ'ଣ ଆପଣଙ୍କର ମେକାନିଜମ ରହୁଛି ଦେଖନ୍ତୁ। ଯେତେବେଳେ ଆପଣ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତି, ସେଥିରେ ଆପଣଙ୍କର ଅନେକ ପ୍ରକାର ଖାଦ୍ୟ ଆସୁଛି। ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଭିତରେ ଆପଣ ପନିର ଖାଇପାରିବେ, ଆପଣ ଅନେକ ପ୍ରକାର ଡାଲି ଖାଇପାରିବେ, ସବୁ ଡାଲିରେ ପ୍ରୋଟିନ୍ ରହିଛି। ବହୁତ ସାରା ଆପଣ ଏମିତି ନଟ୍ସ ଖାଇପାରିବେ ଯେଉଁଥିରେ କି ପ୍ରୋଟିନ୍ ରହିଛି, ପିସ୍ତା, ବାଦାମ, କାଜୁ। କିନ୍ତୁ ନଟ୍ସ ସମସ୍ତଙ୍କର ପକ୍ଷରେ ସମ୍ଭବ ନୁହଁ ଖାଇବା। ତ ଯୋଉଟା ଶସ୍ତା ଖାଦ୍ୟ, ଯୋଉଟା ଆମେ ଅଲମୋଷ୍ଟ ଖାଉ, ସେଇ କଥା ହିଁ ଆପଣଙ୍କୁ କହୁଛି ଯେ ଗୋଟେ ହେଉଛି ଡାଲି କିମ୍ବା ଡାଲମା। ଡାଲିରେ ଆପଣଙ୍କୁ ଖୁବ୍ ସାରା ପ୍ରୋଟିନ୍ ମିଳିଯାଉଛି। ଆଉ ଗୋଟେ ହେଉଛି ଯଦି ଆପଣ ଅଣ୍ଡା ଖାଇଲେ, ଅଣ୍ଡାରେ ବି ଆପଣଙ୍କୁ ବହୁତ ସାରା ପ୍ରୋଟିନ୍ ମିଳିଲା। କିମ୍ବା ଯଦି ପନିର କିଛି ଖାଉଛନ୍ତି ସେଥିରେ ଆପଣଙ୍କୁ ଖୁବ୍ ସାରା ପ୍ରୋଟିନ୍ ମିଳୁଛି। ମାଛ, ଚିକେନ ତ ଆପଣମାନେ କରୁନଥିବେ ସକାଳୁ, ମାଛ ଯଦି ହେଉଥିବ ତେବେ ଏଥିରେ ବି ଆପଣଙ୍କୁ ଖୁବ୍ ସାରା ପ୍ରୋଟିନ୍ ମିଳୁଛି। ଆଉ ଏ ସବୁ ପ୍ରୋଟିନ୍ ଖାଇଲେ କ'ଣ ହୁଏ, ଆପଣଙ୍କର ପ୍ରୋଟିନ୍ର ଯେଉଁ କଣିକା ରହିଛି, ପ୍ରୋଟିନ୍ର ଯେଉଁ ମାଇକ୍ରୋ ନ୍ୟୁଟ୍ରିଏଣ୍ଟସ୍ ରହିଛି, ସେ ସବୁ ହଜମ କରିବା ପାଇଁ ଆପଣଙ୍କର ଡାଇଜେଷ୍ଟିଭ ସିଷ୍ଟମକୁ ଟାଇମ୍ ଲାଗେ। ପ୍ରୋଟିନ୍ର କଣିକା ଭାଙ୍ଗିବାକୁ ଆପଣଙ୍କ ପେଟକୁ ଟାଇମ୍ ଲାଗୁଛି। ତ ଏଥିରେ ଆପଣଙ୍କର ବହୁତ ସାରା ଲାଭ ହୁଏ। କ'ଣ ଯେ ପ୍ରୋଟିନ୍ର କଣିକା ଧୀରେ ଧୀରେ ଭାଙ୍ଗିଲା, ଧୀରେ ଧୀରେ ହଜମ ହେଲା, ବାରମ୍ବାର ଆପଣଙ୍କୁ ଭୋକ ଲାଗେନି। ଆଉ ଯଦି ବାରମ୍ବାର ଆପଣଙ୍କୁ ଭୋକ ଲାଗିବନି ତ ଆପଣଙ୍କର ଖାଇବାର ଇଚ୍ଛା ବି କମି ଯାଏ। ଭୋକ ଆପଣଙ୍କର ଏଥିପାଇଁ ଲାଗେନି ଯେ ପେଟ ଭିତରେ ଆପଣଙ୍କର ପ୍ରୋଟିନ୍ଟା ରହିଛି। ପ୍ରୋଟିନ୍ଟା ହଜମ ହେବନି ବୋଲି ମୁଁ କହୁନି, ହଜମ ହେଇଯିବ,
କିନ୍ତୁ ଟିକେ ଟାଇମ୍ ଲାଗେ। ଆଉ ଏଥିରେ ଆପଣଙ୍କର ଡବଲ ବେନିଫିଟ୍ ହୁଏ। ସେଟା କ'ଣ ଯେ ଏକ ତ ଆପଣଙ୍କୁ ବାରମ୍ବାର ଭୋକ ଲାଗେନି, ଯୋଉଥିରେ କି ଆପଣଙ୍କର ଖାଇବାର ଇଚ୍ଛା ବାରମ୍ବାର ହୁଏନି। ଆପଣଙ୍କର ଯଦି ବାରମ୍ବାର ଖାଇବାକୁ ଇଚ୍ଛା ହବ ତ ଆପଣ କ'ଣ କରନ୍ତି, ଚା ଟିକେ ପିଇଲେ, ବିସ୍କୁଟ ଦିଟା ଖାଇଦେଲେ, କି ଆଉ କ'ଣ ଚିପ୍ସ ଖାଇଦେଲେ, କି ଆଉ କ'ଣ ଛଣାଛଣି ଖାଦ୍ୟ ଖାଇଦେଲେ। ଯଦି ବାହାରକୁ ଯାଉଛନ୍ତି ସେଠି ବି ଆପଣ ଦୋକାନରେ କିଛି ଖାଇଦଉଛନ୍ତି। ତ ଏଥିରେ କ'ଣ ହୁଏ, ଆପଣଙ୍କର ଶରୀରରେ ଚର୍ବି ଲାଗେ। ଚର୍ବି ଏଥିପାଇଁ ଲାଗେ ଯେ ଆପଣ ଯଦି ସାଲାଡ ଟିକେ ଖାଇଲେ, କି କାକୁଡି ଗୋଟେ ଖାଇଲେ, କି ଫଳ ଗୋଟେ ଖାଇଲେ, ସେଥିରେ ଚର୍ବି ଲାଗିବନି। କିନ୍ତୁ ଆପଣ ଯଦି କିଛି ଛଣାଛଣି ଖାଦ୍ୟ ଖାଇଦେଲେ, କି ଚିନି ମିଶା ଚା ଆପଣ ପିଇଦେଲେ, ନିଶ୍ଚୟ ଆପଣଙ୍କ ଶରୀରରେ ଚର୍ବି ଲାଗିବ। କାରଣ ସକାଳୁ ଆପଣ ବ୍ରେକଫାଷ୍ଟ ଖାଇସାରିଛନ୍ତି ଆଉ ଏଇଗୁଡାକ ହେଉଛି ଏକ୍ସଟ୍ରା ଖାଦ୍ୟ। ଏକ୍ସଟ୍ରା ଖାଦ୍ୟ ଯେହେତୁ କ'ଣ ଏଇ ସବୁଥିରେ ଯୋଉ କ୍ୟାଲୋରି ରହିଛି ଆପଣଙ୍କର ସେ ସବୁ ଏନର୍ଜିରେ କନଭର୍ଟ ହେଉଛି, ହୁଏତ ହେଉନି। ଆଉ ସେଇଥିପାଇଁ ତ ଆପଣଙ୍କ ପେଟରେ ଚର୍ବି ଲାଗେ। ପେଟରେ କାହିଁକି ଏତେ ଅଧିକ ଚର୍ବି ଲାଗେ, କାରଣ ଖାଲି ସ୍ଥାନ ଆପଣଙ୍କ ପେଟ ଭିତରେ ଅଧିକ ଅଛି, ତ ସେଇ ସ୍ଥାନ ମାନଙ୍କରେ ଚର୍ବି ଲାଗେ। ତ ସେଇଥିପାଇଁ ଆପଣଙ୍କର ପେଟ ବି ଆଗକୁ ବାହାରି ପଡେ। ଆଉ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ପେଟଟି ଜଲ୍ଦି କମୁ, ତ ସକାଳର ଖାଇବାରେ ଆପଣ ପ୍ରୋଟିନ ଖାଆନ୍ତୁ। ଯେମିତି ଆପଣଙ୍କୁ କହିଲି ଯେ ଏଥିରେ ଆପଣଙ୍କୁ ଡବଲ ବେନିଫିଟ ମିଳିବ। ତ ଫାର୍ଷ୍ଟ ତ ହେଉଛି ଆପଣଙ୍କ ପେଟରୁ ଚର୍ବି ଜଲ୍ଦି କଟିବ ଏହା ଦ୍ୱାରା। କାରଣ ଫାର୍ଷ୍ଟ ତ ଯଦି ଆପଣଙ୍କର ଚର୍ବି ଲାଗିବା ହିଁ ବନ୍ଦ ହେଇଯିବ, ତାପରେ ଧୀରେ ଧୀରେ କଟିବା ଷ୍ଟାର୍ଟ ହେଇଯିବ। ଆଉ ଗୋଟିଏ ହେଲା ଯେ ପ୍ରୋଟିନ ଖାଦ୍ୟ ଯଦି ଆପଣଙ୍କର ସକାଳ ଖାଇବାରେ ଅଧିକ ରୁହେ, ଏଥିରେ ଆପଣଙ୍କ ଶରୀର ସବୁବେଳେ ଏନର୍ଜେଟିକ୍ ଫିଲ୍ କରେ। କାରଣ ପ୍ରୋଟିନ ଗୋଟେ ଏମିତି କମ୍ପାଉଣ୍ଡ ଯୋଉଟା କି ଆମ ଶରୀର ଗଠନରେ ଆମକୁ ସାହାଯ୍ୟ କରେ। ଶରୀରରେ ଯଦି କ୍ଷତ ଲାଗୁଛି ତାକୁ ରିପେୟାର କରିବାରେ ସାହାଯ୍ୟ କରେ। ଆପଣଙ୍କର ସ୍କିନ୍ ପାଇଁ, ଆପଣଙ୍କର ଚୁଟିର ଗ୍ରୋଥ ପାଇଁ ବହୁତ ହି କାମଦାୟକ ପ୍ରୋଟିନ। ତ ପୁରା ଶରୀରଟା ଆପଣଙ୍କର ଯେହେତୁ ପ୍ରୋଟିନରେ ହିଁ ତିଆରି ହେଇଛି, ସେଥିପାଇଁ ପ୍ରୋଟିନଟା ଆପଣଙ୍କ ଶରୀରକୁ ଏନର୍ଜେଟିକ୍ ଫିଲ୍ କରାଇବାରେ ସାହାଯ୍ୟ କରିଥାଏ। ତ ହେଲା ନା ଏଠି ଡବଲ ବେନିଫିଟ୍। ପ୍ଲସ୍ ଯେଉଁମାନଙ୍କର ଜଏଣ୍ଟ ପେନ୍ର ସମସ୍ୟା ରହୁଛି, ସେମାନେ ତ ସକାଳ ଖାଇବାରେ ପ୍ରୋଟିନ୍ ନିହାତି ଖାଇବା ଦରକାର। କାରଣ ଏଥିରେ ଆପଣଙ୍କର ଓଜନ ବି କଣ୍ଟ୍ରୋଲକୁ ଆସେ। ଓଜନ ପାଇଁ ବି ଆପଣଙ୍କର ଜଏଣ୍ଟ ପେନ୍ ଅଧିକ ବଢ଼େ, ତ ଏଥିରେ ଆପଣଙ୍କର ଓଜନ ବି କଣ୍ଟ୍ରୋଲକୁ ଆସିଲା। ଆଉ ଗୋଟିଏ କ'ଣ ହେଲା ଯେ ଆପଣଙ୍କର ବୋନ୍ସ ଏଥିରେ ଷ୍ଟ୍ରଙ୍ଗ ହୁଏ, ଆପଣଙ୍କର ମାଂସପେଶୀ ଏଥିରେ ଷ୍ଟ୍ରଙ୍ଗ ହୁଏ। ତ ଏଥିରେ ଏତେ ସାରା ଫାଇଦା ଆପଣଙ୍କୁ ମିଳିବ ଯେ ଆପଣଙ୍କୁ ଲାଗିବ ଯେ କେବଳ ପ୍ରୋଟିନ୍ ହିଁ ଖାଆନ୍ତି। ଆପଣ ଦେଖନ୍ତୁ, ସବୁ ପ୍ରକାରର ଖାଦ୍ୟ ମିଶେଇକି ଖାଇପାରିବେ। ଯେମିତିକି କ୍ୟାଲୋରି ଆପଣ ଭାତ କିମ୍ବା ରୁଟି ଖାଇଲେ, ଆପଣ ପନିପରିବା କିଛି ଖାଇଲେ, କିନ୍ତୁ ପ୍ରୋଟିନଟା ଅଧିକ ମାତ୍ରାରେ ରଖନ୍ତୁ। ଆଉ ଯଦି ଅନ୍ୟ କିଛି ବି ନ ଖାଉଛନ୍ତି, ମନେ କରନ୍ତୁ ଆପଣ ନା ଭାତ ଖାଇଲେ, ନା ରୁଟି ଖାଇଲେ, ନା ଆପଣ ପନିପରିବା ଖାଉଛନ୍ତି, ତେବେ କେବଳ ବି ଯଦି ପ୍ରୋଟିନ ଖାଉଛନ୍ତି ସେଥିରେ ବି ଆପଣଙ୍କୁ ଫାଇଦା ମିଳେ। ଆଉ କେବଳ ପ୍ରୋଟିନ ବି ଯଦି ଖାଉଛନ୍ତି, ଅର୍ଥାତ୍ ସେଥିରେ ଆପଣଙ୍କର ଆସୁଛି କଳା ସୋଲା ଆସିପାରିବ, କାବୁଲି ସୋଲା ଆସିପାରିବ, ଇଏ ସବୁ ବି ପ୍ରୋଟିନରେ ବହୁତ ଅଧିକ ଭରା। ରାଜମା ବି ଆପଣଙ୍କର ଆସୁଛି। ଆଉ ଯାହା ବି ମନେ କରନ୍ତୁ ଆପଣ ଖାଉଛନ୍ତି, ମନେ କରନ୍ତୁ ଆପଣ ରୁଟି ସାଙ୍ଗରେ କିଛି ସନ୍ତୁଳା କରିକି ଖାଇଲେ, ସେଥିରେ କିଛି ଏମିତି ପକାନ୍ତୁ ଯୋଉଥିରେ କି ଆପଣଙ୍କୁ ପ୍ରୋଟିନ ମିଳିବ। ଯେମିତିକି କଳା ସୋଲା କିଛି ପକେଇଦେଲେ, ଆପଣ କାବୁଲି ସୋଲା କିଛି ପକେଇଦେଲେ, କିମ୍ବା ଡାଲମା ଆପଣ କରିକି ଖାଆନ୍ତୁ, ଡାଲିରେ ଆପଣଙ୍କୁ ଖୁବ ସାରା ପ୍ରୋଟିନ ମିଳିବ। ପ୍ରୋଟିନ ଯୁକ୍ତ ଖାଦ୍ୟ ଭିତରେ ଆପଣଙ୍କର କ୍ଷୀର ବି ଆସୁଛି। କ୍ଷୀରରେ ଯେତେ ସବୁ ଖାଦ୍ୟ ପଦାର୍ଥ ଯେମିତିକି ପନିର, ଛେନା, ସକାଳର ଖାଇବାରେ ଆପଣ ଦହି ଖାଆନ୍ତୁ। ଦହି ଆପଣଙ୍କୁ ବହୁତ ସାରା ଫାଇଦା ଦିଏ। ଯେଉଁମାନଙ୍କର ଜଏଣ୍ଟ ପେନ୍ ହେଉଛି କିମ୍ବା ଯେଉଁମାନେ ନିଜର ପେଟର ଚର୍ବି କମିବାକୁ ଚାହୁଁଛନ୍ତି, ତ ନିଶ୍ଚୟ ଏଇ ସବୁ ଖାଦ୍ୟକୁ ଆପଣ ସକାଳର ଖାଇବାରେ ଅଧିକ ଖାଆନ୍ତୁ। ତ ନିଶ୍ଚୟ ଦେଖିବେ ଆପଣଙ୍କୁ କେତେ ସବୁ ଫାଇଦା ମିଳୁଛି। ବିଶେଷ କରି ଯେଉଁମାନଙ୍କର ପେଟରେ ଚର୍ବି ଲାଗୁଛି, ତ ସେମାନଙ୍କ ପାଇଁ ବହୁତ ଅଧିକ ଫାଇଦା ଏ ସବୁ ଖାଦ୍ୟ ଦେଇପାରିବ। ତ ଫ୍ରେଣ୍ଡସ୍, ଆଜିର ଭିଡ଼ିଓ ଯଦି ଆପଣମାନଙ୍କୁ ଭଲ ଲାଗିଲା, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଜି ପାଇଁ ଏତିକି।